ଜୟ ଜଗନ୍ନାଥ। ନମସ୍କାର। ଆସନ୍ତୁ ଶୁଣିବା ମଞ୍ଜୁବାଳା ଦାସଙ୍କର ଆତ୍ମଜୀବନୀ ପୁସ୍ତକ ମୋ ପିଲାଦିନ। ଏହାର 17 ଭାଗ ହେଉଛି କୋଳଟି ତାର ସରଗ ମୋର। ବିଷୟ ନାଁ କୋଳଟି ତାର ସରଗ ମୋର। ମୋର ହେତୁ ପାଇଲା ଦିନ ଯାହାର ଉଷୁମ କୋଳରେ ଶୋଇ ଆରାମରେ ମୋ ନିଦ ଯାଇଛି, ଯାହାଠୁ ଅସଂଖ୍ୟ ନୂଆ ନୂଆ ଗପ ଶୁଣି ମୋ ମନର ସ୍ୱପ୍ନ ରାଇଜରେ ଘୂରି ବୁଲିଛି, ଯିଏ କୋଳେଇ କାଖେଇକି ସ୍ନେହ ମମତା ଢାଳି ଦେଇ ମୋତେ ଲାଳନ ପାଳନ କରିଛି, ସେ ମୋର ଅତି ଆଦରର ଜେଜେମା ଶ୍ରୀମତୀ ଇଚ୍ଛାମଣି ଦାସ। କିଏ ଡାକନ୍ତି ହରିବୋଉ, କିଏ ଇଛି, କିଏ ବଡ଼ ବୋଉ ତ କିଏ ଖୁଡ଼ି। ଆମେ ନାତି ନାତୁଣୀମାନେ ତାକୁ ଡାକୁ ମା'। ବୋଉ ସାତଟି ସନ୍ତାନର ଜନନୀ। ଗୋଟିଏ ପରେ ଗୋଟିଏ ପିଲାର ଯତ୍ନ, ତା ସାଙ୍ଗକୁ ଘରର ଯାବତୀୟ କାମ ବୋଉ ଉପରେ ପଡ଼ୁଥିବାରୁ ବୋଉଠୁ କ୍ଷୀର ଖାଇବା ଛାଡ଼ିବା ପରେ ମା' ସେମାନଙ୍କ ଦାୟିତ୍ୱ ନିଏ। ବଡ଼ ନାତୁଣୀ ରୂପେ ଜେଜେମାର ସବୁ ସ୍ନେହ ଅଜାଡ଼ି ହୋଇ ପଡ଼ିଥିଲା ମୋ ଉପରେ। ତାକୁ ଛାଡ଼ି ବଞ୍ଚିପାରିବିନି ବୋଲି ମୋର ପୂର୍ଣ୍ଣ ଧାରଣା ହୋଇଯାଇଥିଲା। ତା କୋଳରେ ମୁହଁ ଗୁଞ୍ଜି ଶୋଇଲାବେଳେ ତାକୁ ପଚାରେ, ତୁ ମରିବୁନୁ ତ? ସେ କହେ ନା। ତା ଓଠରେ ଗୋଟିଏ ଛୋଟ ଭାତୁଡ଼ି ଥିଲା, ସେଥିରେ ଗୋଟିଏ ଛୋଟ ଲୋମ ଥିଲା। ସେ କହେ, ଏ ଲୋମ ଯେଉଁଦିନ ଝଡ଼ିଯିବ କି କିଏ ଛିଣ୍ଡାଇ ଦେବ ମୁଁ ମରିଯିବି। ମୁଁ ସବୁଦିନେ ଦେଖେ ସେ ଲୋମ ଅଛି କି ନା। ତା କୋଳଟି ସତରେ ମୋର ସ୍ୱର୍ଗ ଥିଲା। ସେ ଥିଲା ମୋର ରକ୍ଷା କବଚ। ମା'ର କୋଳେ ଥିଲେ ନ ଡରେ ଶୀତ ବତାସି ବାହା, ଆସୁ ଆପଦ ପଡ଼ୁ ବିପଦ ମା'ଟି ମୋର ସାହା। ତା କୋଳରେ ଥିଲେ ସେ କୌଣସି ଡର ଭୟ ମୋତେ ଲାଗେନି। ସତେ ଅବା ସେ ମୋର ଜୀବନ। ରାତିରେ ହାଣ୍ଡିରେ ପତ୍ର ପକାଇ ପାଣି ସିଝାଇ ରଖିଥାଏ। ସକାଳକୁ ତେଲ ଲଗାଇ ଦିଏ, ଗାଧୋଇ ଦିଏ, ଖୁଆଇ ଦିଏ। ଷଷ୍ଠ ଶ୍ରେଣୀରେ ପଢ଼ିବା ପର୍ଯ୍ୟନ୍ତ ସେ ମୋତେ ଗାଧୋଇ ଖୁଆଇ ଦେଉଥିଲା। କଲେଜରେ ପଢ଼ିବା ପର୍ଯ୍ୟନ୍ତ ମୁଣ୍ଡ କୁଣ୍ଡେଇ ବାନ୍ଧି ଦେଉଥିଲା, ମୁଣ୍ଡ ସଫା କରି ଦେଉଥିଲା, ଫ୍ରକ୍ ପ୍ୟାଣ୍ଟ ସଫା କରି ଦେଉଥିଲା, ସମ୍ପୂର୍ଣ୍ଣ ଯତ୍ନ ନେଉଥିଲା ମୋର। ଗୀତ ବୋଲି ଶୁଣାଇ ଦେଉଥିଲା। ମୋର ମନେ ଅଛି, କଂସା ଥାଳିରେ ଘିଅ ଭାତ, ଆଳୁ ଚଟଣି ଧରି ସେ ଅତି ପିଲାବେଳେ ମୋତେ ଖୁଆଇ ଦିଏ। ମୋତେ ଭଲ ଭଲ ଜିନିଷ ଖୁଆଇଛି। କେବେ ଯଦି ତାଲୁ ତାଲୁ ପଡ଼ିଯାଏ ସେ ମୋତେ କୁହେ, ତୋତେ 21 ସେର ମଇଁଷି ଘିଅ, 18 ସେର ବେଦେନା, କେତେ ସର୍ଟିଫିକେଟ୍ ଡବା ଖୁଆଇଲି, କୁଆଡ଼େ ଗଲା ସେସବୁ? ମୋର ମନେ ଅଛି, ବାଲିକଣରୁ ବୋତଲ ବୋତଲ ମଇଁଷି ଘିଅ ଆସେ। ଭାତରେ ଘିଅ ନିଶ୍ଚୟ ଗୋଳା ହେବ। ତାପରେ ଗାଈ ଦୁହିଁବା ବେଳେ ମୋତେ ପିତ୍ତଳ ଛୋଟ ଗ୍ଲାସରେ ଗ୍ଲାସ୍ କଞ୍ଚା କ୍ଷୀର ଦେବ। କହିବ, ଆଖି ବୁଜି ପିଇଦେ, ଦେହର ବଳ ଆସିବ। ମୁଁ ପିଇଦିଏ। ଯେଉଁଠି ଖାସି ମରା ହେଉଥିବ ସେ ମାଂସ ଆଣିବ। ମୋ ପାଇଁ ଅଧିକା କଲିଜା ଆଣିଥିବ। ତାକୁ ଧୋଇ ପନିକିରେ ଟିକେ ଟିକେ ବସି କାଟିବ। ଗୋଟିଏ ଗୋଟିଏ ଟିକି ଟିକି କରି ମୋତେ ଆଁ କରିବାକୁ କହିବ। କଲିଜାକୁ ମୋ ପାଟିରେ ଥୋଇବ, କହିବ, ଆଖି ବୁଜି ଗିଳିଦେ। ସବୁଦିନିଆ ଖାଇବା ଛଡ଼ା ମୋ ପାଇଁ ସେ ସ୍ୱତନ୍ତ୍ର ଖାଇବା ଅଲଗା କରି ରଖିଥାଏ। ମାଛ ପୋଡ଼ା, ଚଟଣି, ବିଭିନ୍ନ ପ୍ରକାର ଭର୍ତ୍ତା କରି ରଖିଥାଏ। ଶୁକ ବୋଉ ଆମ ଗାଁକୁ ଦହି ଛେନା ଆଣି ଆସେ। ଆଗ ଖଣ୍ଡେ ଛେନା ଆଣି ସେ ମୋତେ ଧରାଇ ଦିଏ। କାହାରି ବାଡ଼ିରୁ ନେଉଆ ଆତକୁ ଆଣି ପଚେଇ ଆମକୁ ଖୁଆଏ। ଥରେ ପନିକି ଉପରେ ବସି ମୋତେ ଖୁଆଇ ଦେଉଥିଲା। ମୁଁ କାନ୍ଦିକିରି ହଲିଗଲି ଯେ ମୋର ଟିକା ପାଚିଥିଲା। ସେ ପନିକି ଅଗରେ ବାଜି ରକ୍ତ ବାହାରିଲା। ସମସ୍ତେ ଡରିଗଲେ। ମା' ଭାରି ବ୍ୟସ୍ତ ହେଲା। ସେ ମୋତେ କୋଳରେ ଜାକି ଶୋଇଲା। ଏମିତି ବି ମୁଁ ତା କୋଳରେ ସବୁଦିନେ ଜାକି ଜୁକି ହୋଇ ଶୁଏ। ରାତିରେ କ'ଣ ଟିକେ ପଢ଼ିଦେଇ ମା' କୋଳରେ କେମିତି ଶୋଇବି ଲକ୍ଷ୍ୟ ଥାଏ ମୋର। ସେ ବଢ଼ିଆ କରି ଶେଯ ବିଛାଇ ଦିଏ। ତା ପାଖରେ ଶୋଇବାକୁ ପ୍ରତିଯୋଗିତା ଆମ ଭାଇ ଭଉଣୀ ଭିତରେ ଚାଲେ। ତା କୋଳରେ ଶୋଇ ତା ଉପରେ ଗୋଡ଼ ପକାଇ ଗପ ଶୁଣିବାର ଯେଉଁ ସ୍ୱର୍ଗ ସୁଖ ସେ ମିଳିବନି। ଆମେ ଭାଇ ଭଉଣୀମାନେ ତା ପାଖରେ ଶୋଇପଡ଼ୁ। ସେ କାହା ପାଖକୁ ମୁହଁ କରି ଶୋଇବ, ଆମ ଭିତରେ କଳି ଲାଗିଯାଏ। ସେ ଚିତ୍ ହୋଇ ଉପରକୁ ମୁହଁ କରି ଶୋଇ ଗପ କହେ। ଆମର ବୟସ ଅନୁସାରେ ଗପ ମଧ୍ୟ ଅଲଗା ଅଲଗା ହୁଏ। ପ୍ରଥମେ ଛୋଟବେଳେ ସେ ଟୁଆଁ ଟୁଇଁ, ବିଲୁଆ ନନା, ରାଣ୍ଡିପୁଅ ଅନ୍ତା, ଚକୁଳିଆ ପୁଣ୍ଡା ଗପ କହୁଥିଲା। ଗୀତରେ କେତେ ଗପ, ବେଙ୍ଗୁଲି ଗପ, କଲୁରାଇ ବେଣ୍ଟ, କେତେ ଜୀବଜନ୍ତୁ ଗପ ସେ କହୁଥିଲା। ତାପରେ ବଡ଼ ବଡ଼ ଗପ କହିଲା। ଆମେ ବଡ଼ ହେଲା ପରେ ସେ ବଡ଼ ବଡ଼ ଗପ, ରାଜା ପୁଅ, ମନ୍ତ୍ରୀ ପୁଅ, କୁହୁକ ରାଇଜ, ଅସୁରୁଣୀ ବୁଢ଼ୀ, ଶୁଆଶାରୀ କଥା ସବୁ କହିଲା। ତା ରୋମାଞ୍ଚକର ଗପ ଶୁଣି ମୋ ଛାତି ଥରି ଉଠେ। ଭାରି ଭଲ ଲାଗେ। ଭୂତ, ପ୍ରେତ, ଡାହାଣୀ, କେତେ ଅସରନ୍ତି ଗପ। ମୋ ଜେଜେମା ସତରେ ଗପ କାହାଣୀର ଗୋଟିଏ କୁହୁକ ପେଡ଼ି। ସେଥିରୁ ଅସଂଖ୍ୟ ନୂଆ ନୂଆ ଗପ କାହାଣୀ ବାହାରେ। ମୋ ମା'ର ପ୍ରବଳ ସ୍ମୃତିଶକ୍ତି। ସେ ମୋଟେ ପାଠ ପଢ଼ିନଥିଲା। ରାମାୟଣ, ମହାଭାରତ, ପୁରାଣ ସବୁ ଶୁଣି ଶୁଣିକି ତା ମନରେ ରଖିଥିଲା। ତା ମୁହଁରେ ସେସବୁ। କେଉଁଠି ଯେଉଁ ଗୀତ ବୋଲା ହୁଏ, ଆମେ ବହିରେ ଯେଉଁ ଗୀତ ପଢ଼ି ମୁଖସ୍ଥ କରୁ, ତାର ସେସବୁ ମୁଖସ୍ଥ ହୋଇଯାଇଥାଏ।
ଯେତେ ଢଗଢମାଳି ତା ମୁଣ୍ଡରେ ଭର୍ତ୍ତି ହୋଇଥାଏ ଯେ ସେ କଥାକରେ 2-4ଟା ଢଗ କହିଯାଏ। ସବୁ କଥା ସେ ଢଗଢମାଳିରେ ହିଁ କୁହେ। କେବଳ ଗପ ଗୀତ ଶୁଣାଇକି ମୋର ଯତ୍ନ ନିଏନି, ମୋତେ ସ୍କୁଲକୁ ନେଇକି ଯାଏ। ସାର୍ଙ୍କୁ ତାଗିଦ କରି ଆସିଥାଏ ମୋତେ ନ ବାଡ଼େଇବା ପାଇଁ। ଟିକେ ଦେହ ଖରାପ ହେଲେ କେତେ ଔଷଧ ଚେରମୂଳି ମୋତେ ଖୁଆଏ। ନୃସିଂହନାନାଙ୍କୁ ଜଗିକରି ବସିଥାଏ। ସେ ରାହାମାରୁ ଗଲାବେଳେ ତାଙ୍କୁ ଦାଣ୍ଡରୁ ଡାକେ। ମନ୍ତୁରା ଲୁଣ ତାଟିଆରେ ପୂରାଇ ରଖିଥାଏ। ମୋତେ ଆଣି ତାଙ୍କ ପାଖରେ ଲୁଣ ମନ୍ତୁରାଇକିରି ମୋତେ ଖାଇବାକୁ ଦିଏ। କାହାର ଦୃଷ୍ଟି ପଡ଼ିବ ବୋଲି ମୋ ବେକରେ ଚେନରେ ପହଁରା ଖଣ୍ଡେ ବାନ୍ଧିଦିଏ। ମୁଣ୍ଡରେ ଦୁର୍ଲଭା ପତ୍ର ଖୋସିଦିଏ। କଞ୍ଚା ଡାନ୍ସରୁ ସବୁବେଳେ ମୋତେ ଦୂରେଇ ରଖେ। କବାଟ କଣରେ ପୁରାଏ। ପିଲାଦିନେ ପଢ଼ିଥିବା କେତୋଟି କବିତା ମନେ ପଡ଼େ। ସ୍ନେହେ ବୁଢ଼ୀ ମା ସୁଆଁ ଲଟିପଳା, ନାଇ ଦେଇ ହାତ ଗୋଡ଼େ, ଏଇ ଘରେ ଦିନେ ଗେଲ କରୁଥିଲା, ଆମକୁ ଜାକିତା କୋଡ଼େ। ତେଣୁ ସେ ମୋତେ ଏମିତି ସବୁ ଡାଆଣି ଚିରୁଗୁଣି କଥା କହି ମୋତେ ବହୁତ ଭୟଭୀତ, ମୁଁ ବହୁତ ଭୀରୁ, ପିଲାଦିନୁ ବହୁତ ଭୀରି ହୋଇଯାଇଛି। ଏପର୍ଯ୍ୟନ୍ତ ବି ମୋତେ ସବୁ କଥାରେ ଡର। ଆମକୁ ସେ ମକର ଯାତ୍ରା, କନ୍ଦମୂଳ ପଡ଼ିଆ ମେଲଣ, ବାରୁଣୀ ଯାତ୍ରା, ସର୍କସ୍, ଏମିତି କଟକ ଦେବୀ, ଏମିତିକି କଟକ ଦେବୀ, ଦୁର୍ଗା, ବିଭିନ୍ନ ଟଙ୍କପାଳ ଦୁର୍ଗା ମେଢ଼ ସବୁ ନେଇକି ବୁଲେଇବାକୁ ଯାଏ। ଯାତ୍ରା ଦେଖିଲା ବେଳେ ଟୋପି ପିନ୍ଧି ଆଗରେ ଠିଆ କରି ଦେଖାଏ। ଅନ୍ୟମାନେ ବିରକ୍ତ ହୁଅନ୍ତି ତାଙ୍କୁ ସବୁ ଦେଖାଯାଏନି ବୋଲି। ଆମେ କେମିତି ଦେଖିବୁ ତାର ସେ ଆଗ ଚିନ୍ତା। ଯାହା ଚାହିଁବୁ ସେ କିଣିଦିଏ। ଯାହା ଖାଇବାକୁ ଚାହିଁବୁ ସେ ଖାଇବାକୁ ଦିଏ। ମୁଁ ରସଗୋଲା ଖାଇବାକୁ ଭଲ ପାଏ ବୋଲି ମୋତେ ରସଗୋଲା ଦୋକାନରେ ବସେଇ କହେ, ତାକୁ ଯେତେ ରସଗୋଲା ଦିଅ। ମଜାରେ କହେ ତାକୁ ଗୁଡ଼ିଆ ଘରେ ବାହା କରିଦେବା, ସେ ରସଗୋଲା ଖାଉଥିବ। ମନୋହରି ଦୋକାନରେ ନେଇ ବସେଇ ଦିଏ। ମନ ଇଚ୍ଛା ଆମେ କିଣୁ। ପଇସାକୁ ତାର ଖାତିର ନଥାଏ। ଟିକେ ବଡ଼ ହେଲା ପରେ ଆମେ ମହାପୁରୁଷ ଫଟୋ ସବୁ ଆମକୁ କିଣିଦିଏ। ଗାଁକୁ ଯୋଗୀ ଆସିଲେ ଗପ ବହି କିଣିଦିଏ। ଆମର ବହିପତ୍ର ସବୁ ସଜାଡ଼ି ଦିଏ। ଅନୁମାନ କରି କିଏ କୋଉ ବହି ସେ ଜାଣି ଯାଇଥାଏ। ମୁଁ ଯେଉଁ ମାଗିଲେ ସେ ଆଣି ବହି ଦିଏ। ଆମର ସବୁ ପିଅନ ଭଳି ସେ କାମ କରେ। ଏ ଜିନିଷ ନେଇ ତାକୁ ଦିଏ, ସେ ଜିନିଷ ନେଇ ୟାକୁ ଦିଏ, ଆ ଘରେ ତାକୁ ଦେଇ ଆସେ। ସବୁବେଳେ ଆମ କାମରେ ହିଁ ରହିଥାଏ। ମୁଁ ଥରେ ଛୋଟବେଳେ ଗୋଟେ ମୁଦି ଲଗାଇଥିଲି। ସେ ମୁଦି ଆଙ୍ଗୁଠିରେ ଟାଇଟ୍ ହେଇଗଲା, ବାହାରିଲାନି। ଯେତେ ଚେଷ୍ଟା କଲେ ବି ବାହାରିଲାନି। ସେ ସାଙ୍ଗେ ସାଙ୍ଗେ ମୋତେ ପିଠିରେ ପକାଇ ବଣିଆ ଘରକୁ 1.5 କିଲୋମିଟର ନେଇଗଲା, ମାନେ ଭରାଳ। ମୁଁ କାନ୍ଦି କାନ୍ଦି ଯାଉଥାଏ। ସେ ମୋତେ, ମୁଁ ଟିକେ କାନ୍ଦିଲେ ସେ ସହିପାରେନି। ସେ ନେଇ ବଣିଆ ଘରେ ନେଇକି ସେ ମୁଦି କଟେଇକିରି ଆଣିଲା। ଆମେ ଅଗଷ୍ଟ 15 ପ୍ରଭାତ ଫେରିରେ ଯେତେବେଳେ ସ୍କୁଲରେ ପଢ଼ୁଥିଲୁ, ପ୍ରଭାତ ଫେରିରେ ଗାଁ ବୁଲୁଥାଉ। ବଡ଼ ପିଲାମାନେ ସବୁ ପତାକା ଧରିଥାନ୍ତି, ଆମେ ସବୁ ପଛେ ପଛେ ଯାଉଥାଉ। ଯେମିତି ଆମ ଘର ହେଇଯାଏ, ମୋତେ ଲାଇନରୁ ଟାଣି ନେଇଯାଏ ସେ। ମୁଁ ଏତେ ବାଟ ଆଉ ଚାଲିପାରିବିନି ବୋଲି ସେ ମୋତେ ନେଇଯାଏ। ଡାହାଣୀ ବା ଅନ୍ୟ ଗାଁରେ ମୋତେ ଖାଇଯିବ ବୋଲି ଆମେ ଶାରଳା ପାଖକୁ ଚାଲି ଚାଲି ଯାଉ। ଯାତ୍ରା ଦେଖିବାକୁ ଚାଲି ଚାଲି ଯାଉ। ସେ ମୋତେ କାନ୍ଧେଇ ନେବାର ମୋର ମନେ ଅଛି। ଆଉ ମଧ୍ୟ ଆମର ଘରେ ଯେଉଁ ଜଟିଆ ଭାଇ ଥାଏ, ସେ ମଧ୍ୟ କାନ୍ଧେଇ ନିଏ। ସେ ନିଜ ଖୁସି ଆଉ ନିଜ ଖାଇବା ସେ କେବେ ଦେଖିନି। ଆମେ ହିଁ ତାର ଜୀବନ। ଆମକୁ ଖୁଆଇଲେ ଆଉ ବୁଲେଇଲେ ସେ ଖୁସି। ତା ସାଙ୍ଗରେ ମୁଁ ତା ବାପଘର ବାଲିଗଣିକୁ ଯାଏ। ଭଗୀ ଜେଜେଙ୍କୁ କହି ସେ ମୋ ପାଇଁ ଫ୍ରକ୍, ଚେନ୍, କେତେ କ'ଣ ଜିନିଷ ଆଣିଥାଏ। ଭଗୀ ଜେଜେ କଲିକତାରେ ଚାକିରି କରିଥାନ୍ତି। ଆମେ ଯେତେବେଳେ ବାଲିଗଣି ଯାଉ, ସେତେବେଳେ ଆମ ସାଙ୍ଗରେ ଗୋଟେ ଲୋକ ନେଇଥାଏ। ତା ବାପ ଘରୁ ସେ କେତେ ଜିନିଷ ଆଣିକିରି ଆସେ। ଯେଉଁଥର ମୁଁ ନ ଯାଇଥାଏ, ତା ଫେରିବା ବାଟକୁ ମୁଁ ଅନେଇ ବସିଥାଏ। ବାରମ୍ବାର ଗାଁ ମୁଣ୍ଡକୁ ଦୌଡ଼ିଯାଏ। ଆମ ପାଇଁ ସେ ଛେନା ଗଜା, ମିଠେଇ ଆଉ କେତେ ଜିନିଷ ଆଣିଥାଏ। ଶେଷରେ ସେ ଏମିତି ମୋତେ ଭଲ ପାଉଥିଲା ଯେ ମୋ ପ୍ରେମ ଚିଠିର ବାହକ ବି ସେଇ ହେଲା। ମା ଯୁଆଡ଼େ ଯାଏ, ମା ସାଙ୍ଗରେ ମୁଁ ଯାଏ। ଛାଇ ପରି ସେ ମୋ ପାଖରେ ରହିଥାଏ। ମୋର ଯାହା ଦରକାର ସେ ଆମ ପାଇଁ ଆଣିଥାଏ। ଲୁଗା ଦୋକାନରୁ ଆମକୁ ନେଇଯାଏ। ଆମ ମନ ମୁତାବକ ଫ୍ରକ୍ କିଣୁ। ବଣିଆକୁ ଡାକି ଚେନ୍, ମୁଦି, ହଂସୁଲି ମୋ ପାଇଁ ସେ ତିଆରି କରିଛି। ବଢ଼େଇ ପାଖକୁ ଯାଇ ମୋ ପାଇଁ କେତେ ପ୍ରକାର ଗାଡ଼ି ସବାରି ତିଆରି କରିଛି। କୁମ୍ଭାର ଘରକୁ ଯାଇ ମାଟି କଣ୍ଢେଇ ଆଣେ। କାଚରାକୁ ଡାକି କେତେ ପ୍ରକାର କାଚ କିଣିଦିଏ। ବମ୍ବେଇ ମିଠେଇବାଲା, କୋଳିବାଲା ଯେତେ ଯିଏ ଆସିଲେ ତାଙ୍କଠୁ କୌଣସି ପସରାକୁ ସେ ଫେରାଇ ଦିଏନି। ଆମକୁ ସବୁ କିଣିକିରି ଦିଏ। ତେଜରାତି ସଉଦା କିଣିଲା ବେଳକୁ ମୋତେ ନେଇକି ଯାଏ। ମୋ ପାଇଁ କିସମିସ୍ କିଣି ମୋ ହାତରେ ଦିଏ। ସୁନ୍ଦରୀ ବୋଉଠୁ ବର୍ଷ ସାରା ଆମର ଚୁଡ଼ା ଆସେ। ଅମଳ ବେଳକୁ ତାକୁ ଭରଣ ଭରଣ ଧାନ ଦିଆଯାଏ। ସବୁ ପର୍ବପର୍ବାଣିରେ ଆମେ କେମିତି ଭଲରେ ପାଳନ କରିବୁ, ତା ଆୟୋଜନରେ ସେ ଲାଗି ପଡ଼ିଥାଏ। ଆମ ପାଇଁ ମୁରୁଜ ତିଆରି କରିଦିଏ। ଖୁଦୁରୁକୁଣିରେ ମେଢ଼ ଆୟୋଜନ କରେ। କୁମାର ପୂର୍ଣ୍ଣିମାରେ ଆମେ ଖାଇବୁନୁ ବୋଲି, ଉପାସ ରହିବୁ ବୋଲି ରାତି 5ରୁ ଡାକି ଆମକୁ ଭାତ, ମାଂସ କଷା, ମାଛ ଭଜା ଇତ୍ୟାଦି ଖୁଆଏ। ଓଷା ସରିଗଲେ ରାତିକି କହିବ, ଖାଇଦିଅ ମ,
ଓଷା ସରିଲାଣି ଆଉ ପାଳିବ କ'ଣ? ପିଲାବେଳେ ଓଷାରେ ମାଛ ଭାତ ବି ଆମକୁ ଖୁଆଇ ଦେଇଛି। ଏକଥା ଦେଖି ବୋଉ ବହୁତ ସମୟ ବିରକ୍ତ ହୁଏ। ଆମେ ଉପାସ ରହିବା ତା ଦେହରେ ଯାଏନି। ଆମର କର୍ଣ୍ଣ ବିନ୍ଧା ବି କରେଇଥିଲା। ଅଞ୍ଜୁର ମୋର ବେଦି ଉପରେ ନୂଆ ଫ୍ରକ୍ ପିନ୍ଧି ବସିଥିଲୁ। ଗୁଡ଼ ଖାଉ ଖାଉ କାନ ଫୋଡ଼ିଦେଲା ବାରିକ। ମୋର ଗୋଟିଏ କାନ ବଙ୍କା ଫୋଡ଼ା କରିଦେଇଥିଲା। ଏପର୍ଯ୍ୟନ୍ତ ମୁଁ ହଇରାଣ ହେଉଛି। ମୋ ମାଆର ପାନ ଡାଲା ପିକଦାନୀ ଥିଲା। ପାନ ଡାଲାରେ କେତେ ମସଲା ପଡ଼ିଥାଏ। କୁଜଙ୍ଗୀ ପାନ ସେ ଖାଏ। ପାନ, ଚୂନ, ଗୁଆ, କେତକୀ ଖଇର, ଅଳେଇଚ, ଗୁଜୁରାତି, ଡାଲଚିନି ଇତ୍ୟାଦି। କୁଣିଆ କି ଆମ ଘରକୁ କିଏ ଆସିଲେ ମା ତାକୁ ପାନ ଡାଲା ବାହାର କରି ତାକୁ ପାନ ଭାଙ୍ଗିକି ଦିଏ। ପାନ ଭଙ୍ଗା ଦେଖିବାକୁ ମୋତେ ଭାରି ଭଲ ଲାଗେ। ରାତିରେ ସୁନ୍ଦର ପିତ୍ତଳ ପିକିଦାନୀରେ ସେ ପାନ ଚେପ ପକାଏ। ସକାଳକୁ ସଫା କରେ। ମାଆର କେତେ ଟ୍ରଙ୍କ ଥିଲା। ଗୋଟିଏ ବଡ଼ ଟ୍ରଙ୍କ ଆମ ପିଲାମାନ ଥିଲା, ଯେଉଁଟାକି ଆମ ପିଲାମାନଙ୍କର ଆକର୍ଷଣ। ସେଥିରେ ପାଚିଲା ଆମ୍ବ, ପିଜୁଳି, ସପେଟା, ଆତ, ନେଉଆ, କୋଳି, କେତେ ଖାଇବା ଜିନିଷ ଖେଳନା ଥାଏ। ସେ ଯାହାକୁ ଭଲ ପାଏ ତାକୁ ଡାକି ଲୁଚେଇକି ଦିଏ। ମୋତେ ଓ ବିନିକି ବେଶୀ ଦିଏ। ମୁଁ ବଡ଼ ହେଲା ପରେ ସେ ବିନୁକୁ ବେଶୀ ଭଲ ପାଏ। ତାକୁ ଗାଧୋଇ ଦେବା, ମୁଣ୍ଡ ବାନ୍ଧି ଦେବା, ଖୁଆଇ ଦେବା ସବୁ ସେ କରେ। ମୁଁ କଲେଜ ଗଲି, ତାପରେ ବିନି ତା'ର ଜୀବନ ହେଲା। ତା ଦେହ ଖରାପ ବେଳେ ଯାହା ସୁନା ଜିନିଷ ପଇସା ପତ୍ର ରଖିଥିଲା ସବୁ ନାତି ନାତୁଣୀକି ବାଣ୍ଟି ଦେଲା। ମୋର ମାଆର ଗୋଟିଏ କୁକୁର ଥିଲା। ତା ନାଁ ମାଆର ତା ଦିଅର ଗୋବିନ୍ଦ ଜେଜେଙ୍କର କଳି ହୁଏ। ତେଣୁ ମାଆ କୁକୁର ନାଁ ଦେଇଥିଲା ଗୋବିନ୍ଦା। ତାକୁ ମଞ୍ଜୁ ବାଡ଼ି ଆଣି କରି ଡାକିଲେ ଗୋବିନ୍ଦା ଗୋବିନ୍ଦା କୁକୁର ଉଠି ପଳାଉଥିଲା। ସେ ମୋତେ ଏତେ ଭଲ ପାଏ ଯେ ସେ ଅନ୍ଧ ଭାବରେ ମୋ ପ୍ରେମିକକୁ ମଧ୍ୟ ଭଲ ପାଇଲା। ଚିଠିପତ୍ର ବାହକ ହେଲା। ରାସ୍ତାରେ ଚାହିଁ ବସିଥିବ କେତେବେଳେ ଡାକବାଲା ଆସିବ ଚିଠି ପକାଇବାକୁ। ଚିଠି ଆସିଲେ ସେ ଆଣିବ। ପ୍ରେମିକକୁ ଦେଖିଲେ ପଛେ ପଛେ ଯାଇ ଡାକି ତାକୁ ରାସ୍ତାରେ ଚିଠି ଗୁଞ୍ଜିଦେବ। ମୋ ବାହାଘରରେ ସେ ଆନନ୍ଦରେ ଫାଟି ପଡ଼ୁଥିଲା। ସବୁ ଆୟୋଜନ କରୁଥିଲା। ମୋ ପ୍ରେମ ବିବାହର ସଫଳତା ପଛରେ ତା'ର ଆଶୀର୍ବାଦ, ତା'ର ଭୂମିକା ମୁଁ ଭୁଲି ପାରିବିନି। ଏମିତି ହେଲା ଯେ ସେ ବାହାଘର ପରେ ମୋ ସାଙ୍ଗରେ ଆସି ମୋ ଚାକିରି ଜାଗା ଜୟଶୋଳରେ ରହିଲା। ସାତପୁରାରେ ଆମେ ରହିଲୁ। ମୋ ସ୍ୱାମୀକୁ ସେ ସ୍ନେହ ଅଜାଡ଼ି ଦେଲା। ଗୋଟେ ସୁଦ୍ଧା ନିଜର କରିଦେଲା। ତାଙ୍କ ଲେଖାଲେଖିରେ ସାହାଯ୍ୟ କଲା। ସେ ଲେଖିଲା ବେଳେ ତାର ତଟକା ତଟକା ଢଗଢ଼ମାଳି ସେ ଯୋଗାଇ ଦିଏ। ସେ ହୋଇଥିଲା ମୋ ପରିବାରର ସର୍ବସର୍ବା, ଗୁରୁ, ଗାର୍ଜିଅନ୍, ମୁରବୀ। ମୋର ଯତ୍ନ ନେଲା। ମୋ ବଡ଼ ପୁଅ ଜନ୍ମ ହେଲା। ତାର ସବୁ ଅଳିଅର୍ଦ୍ଦଳି କଲା। ସ୍ନେହ ଅଜାଡ଼ି ଦେଲା ମୋର ଅଣନାତିକୁ, ତାର ଅଣନାତିକୁ। ବଡ଼ ପୁଅ 4 ବର୍ଷର ହେଲା। ସାନ ପୁଅ ଜନ୍ମ ହେଲା ବେଳକୁ ସେ ଶଯ୍ୟାଶାୟୀ ହୋଇ ସ୍ୱର୍ଗବାସୀ ହେଲା। ଜନ୍ମକ ମାସକ ଆଗରୁ ମୁଁ ମେଡ଼ିକାଲ ଆସିଲି। ପୁଅ ଜନ୍ମ ପରେ ମୋତେ ମାସଟାଏ ମେଡ଼ିକାଲ ରହିବାକୁ ପଡ଼ିଲା। ମୁଁ ଡାକ୍ତରଖାନାରେ, ସେ ରୋଗ ଶଯ୍ୟାରେ। ସେ ମୋର ଏତେ କଲା ସାରା ଜୀବନ। ମୁଁ କିନ୍ତୁ ଶେଷ ଅବସ୍ଥାରେ ଟିକିବି ତାକୁ ଦେଖିପାରିଲିନି କି ତା ପାଇଁ ଶୁଦ୍ଧି ହେଇପାରିଲିନି। କାରଣ ମୁଁ ସେତେବେଳେ ମେଡ଼ିକାଲରେ ଥାଏ। ମୋର ସାନ ପୁଅ ଜନ୍ମ ହେଇଥାଏ। ତା ପାଖରେ ମୁଁ ଚିର ଋଣୀ ହୋଇ ରହିଗଲି। କୋଟି କୋଟି ଜନ୍ମରେ ବି ତା ଋଣ ମୁଁ ଶୁଝି ପାରିବିନି। ତା କଥା ଲେଖିଲା ବେଳକୁ ଆଖିରେ ଲୁହ ବାଧା ମାନୁନି। ତାର ଆତ୍ମାର ସଦ୍ଗତି ହେଉ, ଏହା ହିଁ କାମନା। ରହିଲି, ନମସ୍କାର।